ସକାଳ ଶୁଭ ସକାଳ ସାଙ୍ଗମାନେ। ଦୈନନ୍ଦିନ କାର୍ଯ୍ୟକ୍ରମକୁ ସ୍ୱାଗତ। ମାନେ ଦେଖନ୍ତୁ ଏ ଚାଷ ଏଠି କରାଯାଉଛି। ପାଳ ବିଭିନ୍ନ ପ୍ରକାର ଶାଗ, ବାଇଗଣ, ଟମାଟର ଇତ୍ୟାଦି। ଯାହା ଏସବୁ ଶାଗ ଆପଣମାନେ ନିଜ ବାଡ଼ିରେ ତିଆରି କରୁଛନ୍ତି ବା ଚାଷ କରୁଛନ୍ତି। ଯାହା ଆଉ ଖାଦ୍ୟ ହିସାବରେ ତ ଆପଣ ଯୋଗାଉଛନ୍ତି ନା। ଆଉ କ'ଣ ବାଡ଼ିରେ ଲଗାଉଛନ୍ତି? ଟମାଟର ଲଗେଇଛୁ, ଫୁଲକୋବି ଲଗେଇଛୁ। ଆଜ୍ଞା, ଯାହା ଯେତିକି ବାହାରୁ ସେ ସବୁ ଆମରି ପାଇଁ ଦରକାର। କାରଣ ପରିବା ନହେଲେ ତ ଆମେ ଚଳିପାରିବାନି। ନିହାତି ପରିବା ଟିକେ ଖାଇବା ପାଇଁ ଦରକାର। ଓ ଧନ୍ୟବାଦ ଆପଣଙ୍କୁ। ସାଧାରଣତଃ ପରିବା ଚାଷ ଗାଁ ଗହଳିରେ ହୋଇଥାଏ, ଆପଣମାନେ ଜାଣିଥିବେ। କିନ୍ତୁ ଆମ ରାଉରକେଲା ସହରରେ ମଧ୍ୟ କିଛି କିଛି ଚାଷୀ ଭାଇମାନେ ପରିବା ଚାଷ କରନ୍ତି। ଯଥା ଶାଗ, ଟମାଟର, ବନ୍ଧାକୋବି, ଫୁଲକୋବି ଇତ୍ୟାଦି ବହୁତ ପ୍ରକାର ପୋଇ ମଧ୍ୟ ହୁଏ। ସେଗୁଡ଼ିକୁ ସେମାନେ ଆଣି ହାଟରେ ବିକ୍ରି କରିଥାନ୍ତି। ଆମେ ସେମାନଙ୍କଠାରୁ କିଣିକି ଆମେ ଖାଇଥାଉ। ଆପଣମାନଙ୍କୁ ଅନୁରୋଧ, ଏଇଭଳି କିଛି କିଛି ଚାଷ କରନ୍ତୁ। ଅର୍ଗାନିକ ଜିନିଷଟା ଖାଇବା ହେଲ୍ଥ ପାଇଁ ବହୁତ ବଢ଼ିଆ। ଆଜ୍ଞା, ଇଏ ହେଉଛି ସଜନା ଗଛ। ସଜନା ଗଛ ଆମକୁ ବହୁତ ଜିନିଷ ଦେଇଥାଏ। ଯଥା ଶାଗ ଦେଇଥାଏ, ଫୁଲ ବି ଦେଇଥାଏ, ସଜନା ଛୁଇଁ ବି ଦେଇଥାଏ। ଆମ ରୋଷେଇଶାଳରେ ଆର ଉପକାରିତା ବହୁତ ଅଛି। ସଜନା ଶାଗ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଏ, ଡାଇବେଟିସ୍ ବି କଣ୍ଟ୍ରୋଲ ରୁହେ। ତେଣୁ ଯେତେ ପ୍ରକାର ଶାଗ ଆମେ ଖାଉଛେ, ସଜନା ଶାଗ ହେଉଛି ଅନ୍ୟତମ। ଇଏ ଯେତିକି ଉପକାର ଆମକୁ ଦିଏ, ମୁଁ ଭାବୁଛି ଅନ୍ୟ ଶାଗମାନେ ସେତିକି ଦେଇନଥାନ୍ତି। ତେଣୁ ଆପଣମାନେ ସଜନା ଶାଗ ଖାଆନ୍ତୁ। ଏ ସଜନା ଗଛରୁ ସଜନା ଶାଗ ନେଇ ସେ ବାଛିବା ପାଇଁ ପଡ଼େ। ବାଛିଲା ପରେ ସେ ରୋଷେଇରେ ବ୍ୟବହୃତ ହୁଏ। ଗଛରୁ ସଜନା ଶାଗକୁ ତୋଳିକି ଆଣିକି ଘରେ କୁଲା ହଉ ବା ପେପର ହଉ ବା ଯେକୌଣସିଥିରେ ରଖିକି ତାକୁ ଗୋଟେ ଗୋଟେ ଡେମ୍ଫକୁ ଧୀରେ ଧୀରେ କରିକି ବାଛିବା ପାଇଁ ପଡ଼େ। ବାଛି ଦେଲା ପରେ ଆମେ ତାକୁ ଧୋଇବା ଉଚିତ। ନ ଧୋଇଲେ ତା ଭିତରେ ବିଭିନ୍ନ ପ୍ରକାର ଧୂଳି ଲାଗିଥାଏ, ପୋକ ବି ରହିଥାଏ। ତ ବାଛି ବୁଛି ତାକୁ ରୋଷେଇଶାଳରେ ବ୍ୟବହାର କରାଯିବ।